98 ମସିହା ଜାନୁଆରୀ 1 ତାରିଖରେ ତାଙ୍କ ଉପରେ ମୁକ୍ତି ଦେବା ପାଇଁ ଦାବି କରୁଛ। ଘୃଣା କିଏ କରୁଛ ଆପଣମାନେ ବିଚାର କରନ୍ତୁ। ଘୃଣା ଯେଉଁମାନେ ଇସ୍ରାଏଲର ଗାଜାରେ ଯେଉଁମାନେ ଘୃଣା ତିଆରି କରୁଛନ୍ତି, ୟୁକ୍ରେନରେ ଯେଉଁମାନେ ଘୃଣା ତିଆରି କରୁଛନ୍ତି, ପାକିସ୍ତାନରେ ଯେଉଁମାନେ ଘୃଣା ତିଆରି କରୁଛନ୍ତି, ବାଂଲାଦେଶରେ ଯେଉଁମାନେ ଘୃଣା ତିଆରି କରୁଛନ୍ତି ଏବଂ ସେଇମାନେ ଭାରତବର୍ଷରେ ଏହି ଘୃଣା ତିଆରି କରୁଛନ୍ତି, ଘୃଣାର ରାଜନୀତି। ଆଜି ହେଉଛି ଏକ ମହାନ ଦିନ। ଶହୀଦ ଭଗତ ସିଂ 23 ବର୍ଷ ବୟସରେ ସାମ୍ରାଜ୍ୟବାଦ ସହିତ ସାଲିସ କଲେନି। ସାଲିସ କର୍ତ୍ତୃତ୍ୱ ମୁକ୍ତି ପାଇଥାନ୍ତେ। ମୁଚାଲିକା ଲେଖିକିରି ଆସିଥିଲେ ଯେଉଁମାନେ ଗୁରୁ ବୋଲି ମାନୁଛନ୍ତି ବିନାୟକ ଦାମୋଦର ସାବରକରକୁ। କହିଲେ ନା, ମୁଁ ସ୍ୱାଧୀନତା ସଂଗ୍ରାମରେ ନାହିଁ, ମୁଁ କଳାପାଣି ଜେଲରୁ ଆଣ୍ଡାମାନରୁ ଯିବାକୁ ଚାହୁଁଛି। ଆମେ ଏ ଭିତରେ ଯେଉଁମାନେ ଠିଆ ହେଇଛୁ କି ଆଣ୍ଡାମାନ ଯାଇନ, କିନ୍ତୁ ଆଣ୍ଡାମାନ ଯିବା ଦରକାର ଲୋକଙ୍କର ସାହାଯ୍ୟ ନେଇକିରି। ଏବଂ ଆଣ୍ଡାମାନରେ ତାଲିକା ଅଛି କମ୍ୟୁନିଷ୍ଟ ମାନଙ୍କର କିଭଳି ଭାବରେ ସେମାନେ ସଂଘର୍ଷ କରିଛନ୍ତି। ମୁଚାଲିକା ଲେଖିନଥିଲେ। ଆଉ ଭଗତ ସିଂ ସେ ମୁଚାଲିକା ଲେଖିନଥିଲେ। ଶହୀଦ ଭଗତ ସିଂ ସୁଖଦେବ ରାଜଗୁରୁ ମୁଚାଲିକା ଲେଖିନଥିଲେ ଏବଂ ସିଏ